ଜୟ ଜଗନ୍ନାଥ। ମାନେ ଆଜି ହେଉଛି ଭୈମୀ ଏକାଦଶୀ ବା ଜୟା ଏକାଦଶୀ। ଚାଲନ୍ତୁ ତା ବିଷୟରେ ଆଜି ଟିକେ ଜାଣିବା, ତାର ମାହାତ୍ମ୍ୟ କ'ଣ, ବିଧିବିଧାନ କ'ଣ ରହିଛି, କ'ଣ ପାଇଁ ଏଇ ଏକାଦଶୀ କରାଯାଏ, ଆଉ ଏକାଦଶୀରେ ସ୍ପେଶାଲ କ'ଣ, ଆଉ କରିବା ପାଇଁ କ'ଣ କ'ଣ ଆବଶ୍ୟକ ରହିଛି ଏଥିରେ, ଚାଲନ୍ତୁ ଜାଣିବା। ବନ୍ଧୁମାନେ, ବା ଯେମିତି ଆପଣମାନେ ଜାଣିଥିବେ କି ସବୁ ଏକାଦଶୀରେ କିଛି ନା କିଛି ଗୋଟେ ନିୟମ ରହିଛି। ଯେ କେଉଁ ଦେବତାଙ୍କୁ ନେଇକି ବା କେଉଁ ଇଏକୁ ନେଇକି ଗୋଟେ ନା କିଛି ଗୋଟେ କାରଣ ରହିଛି ଏକାଦଶୀ କାହିଁକି ପାଳନ କରାଯାଏ, କେଉଁ ଏକାଦଶୀରେ କ'ଣ କରାଯାଏ, କ'ଣ ସ୍ପେଶାଲ ଅଛି। ତ ଆଜି ଯେମିତି ଆମେ ଭୈମୀ ଏକାଦଶୀ ବା ଜୟା ଏକାଦଶୀ ବୋଲି କୁହାଯାଏ, କିଛି ଲୋକ ଭୀଷ୍ମ ଏକାଦଶୀ ବୋଲି ବି ଇଏରେ ଜଣାଯାଏ, କାହିଁକିନା ଭୀଷ୍ମ ପିତାମହ ଭୀଷ୍ମ ସେଇଦିନ ଦେହ ତ୍ୟାଗ କରିଥିଲେ। ତ ଏଥିରେ କହୁଛି ନା, ଆପଣ ପିଚାଶ ଯୋନିରୁ ମୁକ୍ତି ପାଇବେ। ଏକାଦଶୀ କଲେ ଆପଣ ବହୁତ ପାପ କରିଥିବେ, ଠିକ୍ ଅଛି, ମାନେ ଭୁଲ ବଶତଃ ଆପଣ ମାନେ ବହୁତ ଭୁଲ ଭାଲ କରି ପକେଇଥିବେ। ତ ସେଥିପାଇଁ ଲୋକଙ୍କୁ କ'ଣ ହୁଏ ନା, ମାନେ ଯେତେବେଳେ ଲୋକ ଦେହ ତ୍ୟାଗ କରେ ସେତେବେଳେ ତାଙ୍କୁ ବହୁତ ସାରା ଯୋନି ଅଛି। ଯୋନି ଭିତରୁ ପିଚାଶ ଯୋନି ହେଉଛି ମଣିଷଙ୍କୁ ପ୍ରାପ୍ତ ହେଇଥାଏ। ତ ସେ ପିଚାଶ ଯୋନିରେ କ'ଣ ହୁଏ ନା, ମଣିଷ ଯେତେବେଳେ ତାର ପାପକୁ ନେଇକି ତାକୁ ଦେହ ପ୍ରାପ୍ତି ହୁଏ ପିଚାଶ ଯୋନିରେ, ସେତେବେଳେ କ'ଣ ହୁଏ ନା, ପିଚାଶ ଯୋନିରେ ଆପଣ ଚାହିଁଲେ ଭୋକ ଲାଗିଲେ ଖାଇପାରିବେନି, ଶୋଷ ଲାଗିଲେ ପାଣି ପିଇ ପାରିବେନି। ତ ଏମିତି ବହୁତ ସାରା ଜିନିଷ ଅଛି, ଆପଣ କିଛି କରିପାରିବେନି, ଠିକ୍ ଅଛି। ତ ସେଥିପାଇଁ ଏଇ ଜିନିଷ ସେଇ ପିଚାଶ ଯୋନିକୁ ନ ଯିବା ପାଇଁ, କି ପିଚାଶ ଯୋନି ଭଳିଆ ଆପଣ ଯଦି କିଛି ମାନେ କାମ କରିଥିବେ, ଆପଣ ସେଇଠିକି ଭଗବାନ ଆପଣଙ୍କୁ ସେଇଠି ସ୍ଥାନ ଦେବେ। ତ ଏସବୁ ଜିନିଷରୁ ମୁକ୍ତି ପାଇବା ପାଇଁ ଆପଣ ଏଇ ଭୈମୀ ଏକାଦଶୀଟି ଅଛି, ଭୈମୀ ଏକାଦଶୀ କରିବେ, ବା ଭୀମ ଏକାଦଶୀ, ଭୀଷ୍ମ ଏକାଦଶୀ ବି କୁହାଯାଏ, ଜୟା ଏକାଦଶୀ ବି କୁହାଯାଏ, ଆକ୍ଚୁଆଲି ଜୟା ଏକାଦଶୀ ବି କୁହାଯାଏ। ତ ଆପଣ ଭୈମୀ ଏକାଦଶୀ ରୂପରେ ଆପଣ ଏଇଟା ଜାଣିଥିବେ, ଠିକ୍ ଅଛି। 29 ତାରିଖ ଆପଣ ଏଟାକୁ ପାଳନ କରିବେ, ଭୈମୀ ଏକାଦଶୀ। 29 ତାରିଖ ଆପଣ ଯଦି ଏଇଟାକୁ ପାଳନ କଲେ, ଆମ ବୈଷ୍ଣବମାନେ ଆପଣମାନେ ସମସ୍ତେ ପାଳନ କରିପାରିବେ। ବୈଷ୍ଣବମାନେ ଆପଣମାନେ ବି ପାଳନ କରିପାରିବେ ଭୈମୀ ଏକାଦଶୀ। ତ 29 ତାରିଖ ଆପଣମାନେ ପାଳନ କରିବେ। 30 ତାରିଖ ସକାଳେ 6:23ରୁ 10:07 ମଧ୍ୟରେ ଆପଣ ପାଳନ କରିପାରିବେ, ବା ଆପଣ ଏକାଦଶୀକୁ ଭାଙ୍ଗି ପାରିବେ, ଠିକ୍ ଅଛି। ଆପଣ ଯେମିତି ନିର୍ମାଲ୍ୟ ପାଇଲେ, ନିର୍ମାଲ୍ୟ ପାଇକି ଆପଣ ତୁଳସୀ ପତ୍ର ପାଇଲେ, ତାପରେ ଅନ୍ୟ ପ୍ରସାଦ ମାନେ ପ୍ରସାଦ କରିକି ଭଗବାନଙ୍କୁ ଭୋଗ ଲଗେଇଲେ, ତାପରେ ଆପଣ ପ୍ରସାଦ ପାଇପାରିବେ। ଆଚ୍ଛା, ଇଏ ତ ରହିଲା କଥା। ଚାଲନ୍ତୁ ସେଇ ମାନେ ଜାଣିବା ଟିକେ ତାଙ୍କ ବିଷୟରେ, ଠିକ୍ ଅଛି। କ'ଣ ମାହାତ୍ମ୍ୟ ରହିଛି ଏକାଦଶୀରେ, କ'ଣ ହେଇଥିଲା ଯେ କି ଏକାଦଶୀରେ ମାନେ ସେଇ ଦିନ, ଏସବୁ ଜିନିଷ ଆମେ ଜାଣିବା। ତ ଏଠି ହେଲା, ଯେମିତି ମୁଁ ଆପଣଙ୍କୁ କହିଲି ପିଚାଶ ଯୋନିରେ ଯଦି କେହି ଜନ୍ମ ନିଏ ବା ତ ସେଠି ସେ ଖାଇପାରେନି, କି ଶୋଷ ଲାଗିଲେ ପିଇପାରେନି, ଠିକ୍ ଅଛି। ଏ ହେଉଛି କଥା। ଜୟା ଏକାଦଶୀ ମାଧବ ତିଥିରେ ଏଟା ହେଉଛି ଇଏ ପଡ଼େ ଏଟା। ତାପରେ ତ ପିଚାଶ ଯୋନିରେ ଯେଉଁମାନେ ଜନ୍ମ ହେଇଛନ୍ତି, ମାନେ ଜନ୍ମ ନେଇଛନ୍ତି, ସେମିତି ତାଙ୍କ କର୍ମକୁ ନେଇକି ଇଏ କରିଛନ୍ତି। ସେଇଦିନ ପିତାମହ ଭୀଷ୍ମ ଦେହ ତ୍ୟାଗ କରିଥିଲେ। ଟିକେ ଆପଣମାନେ ଜାଣିଛନ୍ତି ମହାଭାରତ ଯୁଦ୍ଧ ହୋଇଥିଲା, ତ ସେ ସମୟରେ ପିତାମହ ଭୀଷ୍ମ ହେଉଛି ସେଇଦିନ ଶରୀର ଛାଡ଼ିଥିଲେ, ଠିକ୍ ଅଛି। ସେଥିପାଇଁ ଆକୁ ଭୀଷ୍ମ ଏକାଦଶୀ ବି କୁହାଯାଏ, ଠିକ୍ ଅଛି, ଯେ କି ଭୈମୀ ଏକାଦଶୀ, ଠିକ୍ ଅଛି। ତ ଆପଣମାନେ ତ ଜାଣିଲେ ଯେ କି ମଣିଷ ବହୁତ ପାପ କରିଥାଏ, ଠିକ୍ ଅଛି। ସେଇ ଯେଉଁ ପିଚାଶ ଯୋନିରୁ କେମିତି ଆପଣ ମୁକ୍ତି ପାଇ, ଦିନେ କ'ଣ ହେଇଥିଲା ନା, ଦେବଲୋକରେ କ'ଣ ହେଇଛି ନା, ଆମର ପୁଷ୍ପ ଆଉ ମାଲବତ 2 ଜଣ ନାଚୁଥିଲେ। ତ ଏମିତି ନୃତ୍ୟ ସେମାନେ କରୁଥିଲେ ଯେ କି ଇନ୍ଦ୍ର ରାଗିଗଲେ, କହିଲେ ତମେ ଦେବଲୋକରେ ଏମିତି କର୍ମ କରୁଛ। ତ ସେ ସେଠୁ ରାଗିକି ଇନ୍ଦ୍ର ତାଙ୍କୁ ଅଭିଶାପ ଦେଲେ ଯେ ତମେ ପିଶାଚ ଯୋନିରେ ଯାଇ ଜନ୍ମ ହେବେ। ତ ସେମାନେ ପିଶାଚ ଯୋନିରେ ଜନ୍ମ ହେଲେ।
ଜନ୍ମ ହେଇ ସେମାନେ କି ସାହସ ଯୋନିରେ ଜନ୍ମ ହେଲେ ସେମାନେ ହିମାଳୟରେ ଜନ୍ମ ହୋଇ ଗ୍ରହଣ କଲେ। ଆଉ ଏଇ ଜନ୍ମ ଗ୍ରହଣ କରି ସେମାନେ କ'ଣ କରିଛନ୍ତି ନା ହିମାଳୟରେ ରହୁଥିଲେ। ସେ କହିଲେ ହେ ପ୍ରଭୁ ଆମକୁ ଏମିତି କ'ଣ କଷ୍ଟ ଦେଲ, ଠିକ୍ ଅଛି, ନା ଆମେ ଖାଇପାରୁଛୁ ନା କିଛି ପାଣିଟେ ପିଇ ପାରୁଛୁ ଏମିତି। ତ ସେମିତି କ'ଣ ହେଇଛି ନା ଦିନେ ଏଇ ଭୀମ ଏକାଦଶୀ ଦିନ ଏମାନେ ଆଉ କିଛି ଖାଇନାହାନ୍ତି, ଖାଲି ଫଳ ଆହାର କରିଥିଲେ, ଠିକ୍ ଅଛି। ସେଦିନ ଫଳ ଆହାର ବି ଏତେଟା ବି କରିନଥିଲେ, ବହୁତ କମ୍ ମାତ୍ରାରେ। ସେଦିନ ଆପଣମାନେ ଭାବି ନିଅନ୍ତୁ ସେଦିନ ଉପବାସ ସେମାନେ କରିଥିଲେ, କିଛି ଖାଇନାହାନ୍ତି। ତ ଯେମିତି ସେଦିନ ସେମାନେ ନ ଖାଇଲେ ସେଇଠୁ ଧୀରେ ଧୀରେ କ'ଣ ହେଲା ନା ସେଇଦିନ ତା ପରଦିନ ଧୀରେ ଧୀରେ ତାଙ୍କ ଦେହ ପରିବର୍ତ୍ତନ ହେବାର ଲାଗିଲା। ଦେହ ପରିବର୍ତ୍ତନ ହେବାର ଲାଗିଲା। ଯେଉଁ ପିଶାଚ ଯୋନିରେ ଜନ୍ମ ହେଇଥିଲେ ତାଙ୍କ ଦେହ ଅଲଗା ପ୍ରକାର ଥିଲା। ତ ସେମାନେ ଦେହ ପରିବର୍ତ୍ତନ ଧୀରେ ଧୀରେ ହେବା ଦ୍ୱାରା ସେମାନେ ପୁଣି ସେଇ ଦେବଲୋକକୁ ଫେରିଗଲେ। ଆଉ ଇନ୍ଦ୍ର ସେଠୁ ଚମକି ପଡ଼ିଲେ। ଇନ୍ଦ୍ର କହିଲେ କ'ଣ ତୁମକୁ ତ ଅଭିଶାପ ମିଳିଥିଲା ଯେ ତୁମେ ମର୍ତ୍ତ୍ୟ ଲୋକରେ ଜନ୍ମ ନେବ ବା ତୁମେ ପିଶାଚ ଯୋନିରେ ନେବ। ତ ସେମାନେ କହିଲେ ଆମେ ଏଇ ଭୈମୀ ଏକାଦଶୀ କରିଥିଲୁ। ଭୈମୀ ଏକାଦଶୀରେ ଆମେ ହେଉଛି ଏଇ ଆମର ଶରୀର ପରିବର୍ତ୍ତନ ହେଇଯାଇଛି। ତ ଇନ୍ଦ୍ରଦେବ ବହୁତ ଖୁସି ହେଲେ ଯେ ବିଷ୍ଣୁ ଯାହାକୁ କୃପା କରନ୍ତି ବା ଜଗତର ନାଥ ଜଗନ୍ନାଥ ଯାହାକୁ କୃପା କରନ୍ତି ତାଠୁ ଆଉ ବଡ଼ କଥା କ'ଣ। ସେଠୁ ଇନ୍ଦ୍ର ବହୁତ ଖୁସି ହେଲେ। ଇନ୍ଦ୍ର ତାଙ୍କ ଦେବଲୋକଙ୍କୁ ତାଙ୍କୁ ଆଉଥରେ ସ୍ୱାଗତ ବି କଲେ। ସେଠୁ ସମସ୍ତଙ୍କୁ ଠିକ୍ ଅଛି ପ୍ରେରଣା ବି ଗୋଟେ ଦେଲେ ଯେ ଭୈମୀ ଏକାଦଶୀ ଯେଉଁ ଇନ୍ଦ୍ର କହିଲେ ଯେ କି ଭୈମୀ ଏକାଦଶୀ ଯେଉଁମାନେ ଯଦି ପାଳନ କରିବେ ବା ଜୟା ଏକାଦଶୀ କରିବେ ସେମାନେ ଏଇ ଭୂତ ପ୍ରେତ ଜନିରେ ଜନ୍ମ ନେବେ ନାହିଁ। ତାଦ୍ୱାରା କ'ଣ ମାନେ ଯିଏ କରିବା ଦ୍ୱାରା ଠିକ୍ ଅଛି ଆପଣଙ୍କର ବହୁତ ପାପ କମିଯାଏ ବା ଆପଣ ଏଇ ଜନିକି ଯେ ଆପଣ ଦେହ ତ୍ୟାଗ କଲାବେଳେ ଆପଣ ଏଇ ଜନିରେ ଜନ୍ମ ନେବେ ନାହିଁ। ତ ଏଇ ଏକାଦଶୀଟିକୁ ଆପଣମାନେ ପାଳନ କରିବେ। ମୋର ତ ଆଶା ବା ଭରସା କି ଆପଣମାନେ ଏକାଦଶୀଟିକୁ ନିହାତି ପାଳନ କରିବେ। ଏଇ ଏକାଦଶୀର ବହୁତ ଭଲ ମାହାତ୍ମ୍ୟ ରହିଛି ଯେ କି ଆପଣମାନେ ଯଦି ବୁଝିପାରିବେ ବହୁତ ଭଲ କଥା, ଠିକ୍ ଅଛି। ଆପଣ ବହୁତ ଲୋକଙ୍କୁ ଦେଖିଥିବେ ଏଇ ଲୋକଟି ଚାଲିଗଲା, ଭୂତ ହେଇଗଲା, ଆମକୁ ଡରଉଛି, ଆମକୁ ଏମିତି କରୁଛି। ଏସବୁ କାହିଁକି ହୁଏ? ତାର କାରଣ ହେଲା ସେ ମଣିଷ ଏମିତି ପାପ କରିଥାଏ କି ତା ଆତ୍ମା ମୁକ୍ତି ପାଏ ନାହିଁ, ବହୁତ ଦିନ ଘୁରି ବୁଲେ, ଠିକ୍ ଅଛି। ଯଦି ଆପଣମାନେ ଥରୁଟିଏ କି କ'ଣ ଏଇ ଏକାଦଶୀଟି ପାଳନ କରିଥିବେ ତାହେଲେ ଆପଣ ଏଇ ସବୁ ଯୋନିକୁ ଯିବେ ନାହିଁ, ଭୂତ ପିଶାଚ ଯୋନିକୁ ଯିବେ ନାହିଁ। ମୋର କହିବାର ତାତ୍ପର୍ଯ୍ୟ ହେଲା ଆପଣମାନେ ଏଇ ଏକାଦଶୀକୁ ପାଳନ କରନ୍ତୁ। ବି ଆପଣମାନେ ବହୁତ ଭଲ ଭାବରେ ମୁଁ ଦେଖିଛି ଆପଣମାନେ ଲାଷ୍ଟ ଭିଡ଼ିଓରେ ମୁଁ ଏକାଦଶୀ ଭିଡ଼ିଓ ଦେଇଥିଲି ଆପଣମାନେ ଦେଖୁଛନ୍ତି। ଆପଣମାନେ ଏକାଦଶୀକୁ ପାଳନ ବି କରୁଛନ୍ତି। କିଛି ଲୋକ କମେଣ୍ଟ ବି କରୁଛନ୍ତି ୟେସ୍ ଆମେ ପାଳନ କରୁଛୁ, ଠିକ୍ ଅଛି। ତ ଆପଣ ଏକାଦଶୀକୁ ପାଳନ କରିବେ। ଆଉ ପାରାୟଣ ଟାଇମ୍ ସମୟଟି ତ ଆପଣ ରହିଲା 29 ତାରିଖ ଆପଣ ଏକାଦଶୀ କରିବେ। 29 ତାରିଖ ଗୁରୁବାର, ଶୁକ୍ରବାର ହେଉଛି 30 ତାରିଖ। 30 ତାରିଖ ଦିନ ସକାଳୁ 6ଟା 23ରୁ 10ଟା 7 ମଧ୍ୟରେ ଆପଣ ପାରଣ କରିବେ, ଠିକ୍ ଅଛି। ଏକାଦଶୀକୁ ଆପଣମାନେ ପାଳନ କରିବେ। ଭିଡ଼ିଓଟିକୁ ଭଲ ଲାଗିଥିଲେ ଅନ୍ୟ ଜଣଙ୍କୁ ସେୟାର କରିବେ, ଅନ୍ୟ ଜଣମାନଙ୍କୁ ଜଣେଇବେ ଯେ ଏକାଦଶୀ କ'ଣ, ଏକାଦଶୀ କରିବା ଦ୍ୱାରା କ'ଣ କ'ଣ ଲାଭ ମିଳିଥାଏ। ଜୟ ଜଗନ୍ନାଥ। ହରି କୃଷ୍ଣ ହରି।